ଆଜି ଆମେ ଶୁଣିବା ସଂକ୍ଷିପ୍ତ ଶିବପୁରାଣର ପବିତ୍ର କଥା। ତୃତୀୟ ଅଧ୍ୟାୟ ଆରମ୍ଭ। ଭଗବାନ ଶିବଙ୍କ ଲିଙ୍ଗ ପୂଜା ତଥା ସାକାର ବିଗ୍ରହ ପୂଜାର ରହସ୍ୟ ଓ ମହତ୍ଵ। ସୂତ କହୁଛନ୍ତି, ଶୟନକ ଯେ ଶ୍ରବଣ, କୀର୍ତ୍ତନ ଓ ମନନ କରିବାକୁ ଅସମର୍ଥ, ସେ ଭଗବାନ ଶଙ୍କରଙ୍କ ଲିଙ୍ଗ ଏବଂ ମୂର୍ତ୍ତି ସ୍ଥାପନା ପୂର୍ବକ ନିତ୍ୟ ପୂଜା କରି ସଂସାର ସାଗରରୁ ପାର ହୋଇ ଯାଇପାରେ। ଏପରି ଲୋକ ନିଶ୍ଚଳ ଚିତ୍ତରେ ନିଜ ଶକ୍ତି ଅନୁସାରେ ଧନରାଶି ନେଇ ତାହାକୁ ଶିବଲିଙ୍ଗ ଅଥବା ଶିବମୂର୍ତ୍ତିର ସେବାରେ ଅର୍ପିତ କରିଦେବା ଉଚିତ। ଏହା ସହିତ ନିରନ୍ତର ସେହି ଲିଙ୍ଗ ଓ ମୂର୍ତ୍ତିକୁ ପୂଜା ବି କରିବା ଉଚିତ। ତାଙ୍କ ପାଇଁ ଭକ୍ତିଭାବର ମଣ୍ଡପ, ଗୋପୁର, ତୀର୍ଥ, ମଠ ଓ କ୍ଷେତ୍ର ସ୍ଥାପନା କରିବା ତଥା ଉତ୍ସବର ଆୟୋଜନ କରିବା ଆବଶ୍ୟକ। ପ୍ରଭୁଙ୍କୁ ବସ୍ତ୍ର, ଗନ୍ଧ, ପୁଷ୍ପ, ଧୂପ, ଦୀପ ତଥା ମାଲପୁଆ ଓ ଶାକ ଆଦି ବ୍ୟଞ୍ଜନ ସହ ନାନା ପ୍ରକାରର ଭକ୍ଷ୍ୟ ଦ୍ରବ୍ୟ ବା ଅନ୍ନ ନୈବେଦ୍ୟ ରୂପରେ ଅର୍ପିତ କରିବେ। ଛତ୍ର, ଧ୍ୱଜା, ବ୍ୟଜନ, ଚାମର ଓ ଅନ୍ୟାନ୍ୟ ଅଙ୍ଗ ସହିତ ରାଜୋପଚାର ପରି ସମସ୍ତ ଦ୍ରବ୍ୟ ଶିବଲିଙ୍ଗ ଓ ଶିବମୂର୍ତ୍ତିକୁ ଅର୍ପିତ କରିବେ। ପୁଣି ପ୍ରଦକ୍ଷିଣା, ନମସ୍କାର ଓ ଯଥାଶକ୍ତି ଜପ କରିବେ। ଆବାହନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଭକ୍ତି ଭାବରେ କରିବେ। ଶିବଲିଙ୍ଗ ବା ଶିବମୂର୍ତ୍ତିରେ ଶିବଙ୍କୁ ପୂଜା କରୁଥିବା ବ୍ୟକ୍ତି ଶ୍ରବଣାଦି ସାଧନ ଅନୁଷ୍ଠାନ ନ କଲେ ମଧ୍ୟ ଶିବଙ୍କ ପ୍ରସନ୍ନତା ଦ୍ୱାରା ସିଦ୍ଧି ପ୍ରାପ୍ତ କରେ। ପୂର୍ବରୁ ମଧ୍ୟ ଅନେକ ମହାତ୍ମା କେବଳ ଶିବଲିଙ୍ଗ ଓ ଶିବମୂର୍ତ୍ତି ପୂଜା କରି ଭବବନ୍ଧନରୁ ମୁକ୍ତ ହୋଇଯାଇଛନ୍ତି। ମୁନିମାନେ ପଚାରିଲେ, ମୂର୍ତ୍ତିରେ ହିଁ ସର୍ବତ୍ର ଦେବତାଙ୍କ ପୂଜା ହୋଇଥାଏ, ମାତ୍ର ଶିବଙ୍କ ପୂଜା ସର୍ବତ୍ର ମୂର୍ତ୍ତିରେ ଓ ଲିଙ୍ଗରେ କାହିଁକି ହୁଏ? ସୂତ କହିଲେ, ମୁନୀଶ୍ୱର ଗଣ, ତୁମମାନଙ୍କର ଏ ପ୍ରଶ୍ନ ଅତି ପବିତ୍ର ଓ ଅତ୍ୟନ୍ତ ଅଦ୍ଭୁତ। ଏ ବିଷୟରେ ମହାଦେବ ହିଁ ବକ୍ତା ହୋଇପାରନ୍ତି, ଅନ୍ୟ କେହି ଏହାର ପ୍ରତିପାଦନ କରିପାରିବ ନାହିଁ। ଏହି ପ୍ରଶ୍ନର ସମାଧାନ ପାଇଁ ଭଗବାନ ଶିବ ଯାହା କିଛି କହିଛନ୍ତି ଏବଂ ତାହାକୁ ମୁଁ ଗୁରୁ ମୁଖରୁ ଯେପରି ଶୁଣିଛି ସେହିପରି କ୍ରମଶଃ ବର୍ଣ୍ଣନା କରିବି। ଏକମାତ୍ର ଭଗବାନ ଶିବ ହିଁ ବ୍ରହ୍ମରୂପ ହୋଇଥିବାରୁ ନିଷ୍ଫଳ ବୋଲି କଥିତ ହୁଅନ୍ତି। ପୁଣି ରୂପବାନ ହୋଇଥିବାରୁ ସେ ସକଳ ବୋଲି ମଧ୍ୟ କଥିତ ହୁଅନ୍ତି। ତେଣୁ ସେ ସକଳ ଓ ନିଷ୍ଫଳ ଉଭୟ ଅଟନ୍ତି। ସେ ନିଷ୍ଫଳ ବା ନିରାକାର ହୋଇଥିବାରୁ ତାଙ୍କ ପୂଜାର ଆଧାରଭୂତ ଲିଙ୍ଗ ମଧ୍ୟ ନିରାକାର ହିଁ ହେଲା। ଅର୍ଥାତ୍ ଶିବଲିଙ୍ଗ ଶିବଙ୍କର ନିରାକାର ସ୍ୱରୂପର ପ୍ରତୀକ। ପୁନଶ୍ଚ ଶିବ ସକଳ ଓ ସାକାର ହୋଇଥିବାରୁ ତାଙ୍କ ପୂଜାରେ ଆଧାରଭୂତ ବିଗ୍ରହ ସାକାର ହେଲା। ଅର୍ଥାତ୍ ଶିବଙ୍କର ସାକାର ବିଗ୍ରହ ତାଙ୍କ ସାକାର ସ୍ୱରୂପର ପ୍ରତୀକ। ସକଳ ଓ ଅକଳ ରୂପ ହୋଇଥିବାରୁ ସେ ବ୍ରହ୍ମ ଶବ୍ଦର ଅଭିହିତ ପରମାତ୍ମା ହିଁ ଅଟନ୍ତି। ଏହି କାରଣରୁ ସମସ୍ତ ଲିଙ୍ଗ ଓ ମୂର୍ତ୍ତି ଉଭୟରେ ହିଁ ସଦା ଭଗବାନ ଶିବଙ୍କୁ ପୂଜା କରିଥାନ୍ତି। ଶିବଙ୍କ ଭିନ୍ନ ଅନ୍ୟ ସବୁ ଦେବତା ସାକ୍ଷାତ ବ୍ରହ୍ମ ନୁହନ୍ତି, ତେଣୁ ସେମାନଙ୍କ କେଉଁଠି ବି ନିରାକାର ଲିଙ୍ଗ ଉପଲବ୍ଧ ନୁହେଁ। ପୂର୍ବକାଳରେ ବ୍ରହ୍ମାଙ୍କର ବୁଦ୍ଧିମାନ ପୁତ୍ର ମୁନି ସନତ କୁମାର ମନ୍ଦାରାଚଳରେ ନନ୍ଦିକେଶ୍ୱରଙ୍କୁ ଏହି ପ୍ରକାର ପ୍ରଶ୍ନ କରିଥିଲେ। ସନତ କୁମାର କହିଲେ, ଭଗବାନ ଶିବଙ୍କଠାରୁ ଭିନ୍ନ ଯେଉଁ ସବୁ ଦେବତା ଅଛନ୍ତି ସେମାନଙ୍କ ପୂଜା ପାଇଁ ପ୍ରାୟ ମୂର୍ତ୍ତି ହିଁ ଅଧିକ ସଂଖ୍ୟାରେ ଦେଖାଯାଏ ଓ ଶୁଣାଯାଏ। କେବଳ ଭଗବାନ ଶିବଙ୍କ ପୂଜାରେ ହିଁ ଲିଙ୍ଗ ଓ ମୂର୍ତ୍ତି ଉଭୟରେ ଉପଯୋଗ ହୋଇଥାଏ। ତେଣୁ କଲ୍ୟାଣମୟୀ ନନ୍ଦିକେଶ୍ୱର ଏ ବିଷୟରେ ଯାହା ତାତ୍ତ୍ୱିକ ରହସ୍ୟ ଅଛି ତାହା ମୋତେ କୁହନ୍ତୁ, ଯାହା ଫଳରେ ଭଲ ଭାବରେ ବୁଝିପାରିବି। ନନ୍ଦିକେଶ୍ୱର କହିଲେ, ନିଷ୍ପାପ ବ୍ରହ୍ମକୁମାର, ଆମ ଭଳି ଲୋକେ ଆପଣଙ୍କର ଏପରି ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ, କାରଣ ଏହା ଅତି ଗୋପନୀୟ ବିଷୟ ଏବଂ ଲିଙ୍ଗ ସାକ୍ଷାତ ବ୍ରହ୍ମର ପ୍ରତୀକ। ତଥାପି ଆପଣ ଶିବଭକ୍ତ ହୋଇଥିବାରୁ ଏ ବିଷୟରେ ଭଗବାନ ଶିବ ଯାହା କିଛି କହିଛନ୍ତି ତାହା ମୁଁ ଆପଣଙ୍କ ସମକ୍ଷରେ କହୁଛି। ଭଗବାନ ଶିବ ବ୍ରହ୍ମସ୍ୱରୂପ ଓ ନିଷ୍କଳ, ତେଣୁ ତାଙ୍କ ପୂଜାରେ ନିଷ୍କଳ ଲିଙ୍ଗର ଉପଯୋଗ ହୋଇଥାଏ। ଏହା ହିଁ ସମସ୍ତ ବେଦର ମତ। ସନତ କୁମାର କହିଲେ, ମହାଭାଗ, ଆପଣ ଭଗବାନ ଶିବ ଓ ଅନ୍ୟ ଦେବତାଙ୍କ ପୂଜନ ସମ୍ବନ୍ଧରେ ଲିଙ୍ଗ ପୂଜା ଓ ମୂର୍ତ୍ତି ପୂଜାର ଯେଉଁ ରହସ୍ୟ ବିଭାଗପୂର୍ବକ କହିଲେ ତାହା ଯଥାର୍ଥ। ସେଥିପାଇଁ ମୁଁ ଏବେ ଲିଙ୍ଗ ଓ ମୂର୍ତ୍ତି ଆଦିର ଉତ୍ପତ୍ତିର ବୃତ୍ତାନ୍ତ ଶୁଣିବାକୁ ଚାହୁଁଛି। ଲିଙ୍ଗର ପ୍ରକଟ୍ୟ ରହସ୍ୟ ବିଷୟରେ ମୋତେ କୁହନ୍ତୁ। ଏହାର ଉତ୍ତରରେ ନନ୍ଦିକେଶ୍ୱର ମହାଦେବଙ୍କ ନିଷ୍କଳ ସ୍ୱରୂପ ଲିଙ୍ଗର ଆବିର୍ଭାବ ପ୍ରସଙ୍ଗ ବର୍ଣ୍ଣନା ଆରମ୍ଭ କଲେ। ସେ ବ୍ରହ୍ମା ଓ ବିଷ୍ଣୁଙ୍କ ବିବାଦ, ଦେବତାଙ୍କର ବ୍ୟାକୁଳତା ଓ ଚିନ୍ତା, ଦେବତାଙ୍କର ଦିବ୍ୟ କୈଳାସ ଶିଖର ଗମନ, ସେମାନଙ୍କ ଦ୍ୱାରା ଚନ୍ଦ୍ରଶେଖର ମହାଦେବଙ୍କ ସ୍ତବନ, ଦେବତାଙ୍କ ଦ୍ୱାରା ପ୍ରେରିତ ମହାଦେବଙ୍କର ବ୍ରହ୍ମା ଓ ବିଷ୍ଣୁଙ୍କ ବିବାଦ ସ୍ଥଳକୁ ଆଗମନ ତଥା ଉଭୟଙ୍କ ମଧ୍ୟରେ ନିଷ୍କଳ ଆଦି ଅନ୍ତର୍ହିତ ବିରାଟ ଅଗ୍ନିସ୍ତମ୍ଭ ସ୍ୱରୂପ ତାଙ୍କର ଆବିର୍ଭାବ ଇତ୍ୟାଦି ପ୍ରସଙ୍ଗ କହିଲେ। ତାପରେ ବ୍ରହ୍ମା ଓ ବିଷ୍ଣୁଙ୍କ ଦ୍ୱାରା ସେହିପରି ଜ୍ୟୋତିର୍ମୟ ସ୍ତମ୍ଭର ଉଚ୍ଚତା ଓ ଗଭୀରତା ଜାଣିବାର ପ୍ରଚେଷ୍ଟା ଏବଂ ସାକ୍ଷାତ ମହେଶ୍ୱର ପ୍ରକଟ ହୋଇ କେତକୀ ପୁଷ୍ପକୁ ଦେଇଥିବା ଶାପ ଓ ବରଦାନ ପ୍ରସଙ୍ଗ ମଧ୍ୟ ନନ୍ଦିକେଶ୍ୱର ବର୍ଣ୍ଣନା କଲେ। ତୃତୀୟ ଅଧ୍ୟାୟ ସମାପ୍ତ।
जदि ये भिडियोटी आपको पसंद आसे तेबे लाइक शेयर सब्सक्राइब करने को भूलु नहीं।